ଏବେ ତ ସେ ପ୍ରଥା ସବୁ ଧୀରେ ଧୀରେ ଲୋପ ପାଇଯାଉଛି। କେବଳ ଆମେ ଏଇ କଷ୍ଟ୍ୟୁମ ପିନ୍ଧି ନିଜକୁ ମାହାରୀ ଭାବେ ଭାବି ତ ଏଇ ଘୋଷଯାତ୍ରାରେ ଆସିଛୁ କିଛି ଠାକୁରଙ୍କ ସେବା କରିବୁ ଆଉ ନିଜକୁ ଗର୍ବିତ ମନେ କରିବୁ। ମୁଁ ମାହାରୀ ବେଶରେ ଆସିଛି ଠାକୁରଙ୍କୁ ନିଜକୁ ଅର୍ପଣ କରିବା ପାଇଁ। ମାହାରୀ ବେଶ କଣ? ମାହାରୀ ହଉଛି ଗୋଟେ ଜଗନ୍ନାଥଙ୍କ ଦାସୀ ପ୍ରଥା ଯୋଉ କୁହନ୍ତି। ତ ସେତେବେଳୁ କାହିଁ କାଳରୁ ଚାଲି ଆସିଛି। ତ ଆମେ ଖାଲି ଟିକେ କିଞ୍ଚିତ ମାତ୍ର ଶୁଣିଛୁ, ଯାହା ଆମ ବାପା ଅଜା ଆଉ ଆମ ଗୁରୁ ମାନଙ୍କ ଠାରୁ ଶୁଣିଛୁ ଯେ ଗୋଟେ ମାହାରୀ ହଉଛି ଗୋଟେ ଦେବଦାସୀ ପ୍ରଥା, ଯୋଉଟା କି ଦାସୀ ମାନେ ନିଜକୁ ମହାପ୍ରଭୁଙ୍କୁ ଅର୍ପଣ କରିଦିଅନ୍ତି। ଆଗ କାଳରେ ଥିଲା କି ମାହାରୀ ଯୋଉମାନେ ନିଜକୁ ମାହାରୀ ବୋଲି ଭାବୁଥିଲେ ସେମାନେ ଠାକୁରଙ୍କୁ ନିଜକୁ ପୁରା ଉତ୍ସର୍ଗ କରିଦେଇଥିଲେ ଆଉ ସେ ସଂସାର ତ୍ୟାଗୀ ବି ହେଇଥିଲେ। ତ ଏବେ ତ ସେ ପ୍ରଥା ସବୁ ଧୀରେ ଧୀରେ ଲୋପ ପାଇଯାଉଛି। କେବଳ ଆମେ ଏଇ କଷ୍ଟ୍ୟୁମ ପିନ୍ଧି ନିଜକୁ ମାହାରୀ ଭାବେ ଭାବି ତ ଏଇ ଘୋଷଯାତ୍ରାରେ ଆସିଛୁ କିଛି ଠାକୁରଙ୍କ ସେବା କରିବୁ ଆଉ ନିଜକୁ ଗର୍ବିତ ମନେ କରିବୁ। କେତେ ଖୁସି ଲାଗେ ଆଜି? ବହୁତ ବହୁତ ଖୁସି। ଏ ବର୍ଷା କିଛି ବି ଜଣା ପଡୁନି ଆମକୁ। ଆମକୁ ଲାଗୁଛି କି କେମିତି ମାନେ ଇନ୍ଦ୍ରଦେବ ଫୁଲ ବର୍ଷା କରୁଛନ୍ତି ଆମ ପାଇଁ, ଆଉ ଠାକୁରଙ୍କ ପାଇଁ ଯେମିତି ଫୁଲ ବର୍ଷା ହଉଛି ଆମ ପାଇଁ ବି ସେମିତି ଫୁଲ ବର୍ଷା ହଉଛି। ଯେହେତୁ ଆମେ ଠାକୁରଙ୍କ ପାଇଁ ଦାସୀ, ଠାକୁରଙ୍କ ଦାସୀ ତ ଆମେ ସେୟା ବି ମନେ କରୁଛୁ ଯେ ଆମ ପାଇଁ ଏଇଟା କିଛି ନୁହଁ। ଏ ବର୍ଷା ପାଣି ପବନ ଆମକୁ କିଛି ଲାଗୁନି, କେବଳ ଦିଶୁଛନ୍ତି ଯେ କି ଚକା ଆଖି, ତାଙ୍କୁ ଦେଖିକି ଆମେ ଏଇଠି ଅଛୁ ସବୁ। ନାଚିଲା ବେଳେ ଥକନ୍ତିନି କି କଷ୍ଟ ବି? ନା ନା ନା, କିଛି କଷ୍ଟ ହୁଏନି। ଭୋକ ଶୋଷ କାହିଁ ରାତିରୁ ଆମେ ଉଠିକି ସବୁ ନିତ୍ୟକର୍ମ ସାରି ନିଜକୁ ବେଶିତ କରି ଆସିଛୁ ଠାକୁରଙ୍କୁ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ।